କନ୍ୟା ଜାମାତା ପୁରୋହିତ ବୋଲେ ବ୍ରାହ୍ମଣ ଏଠି ଆଜ୍ଞା 5 ଦିନ ବ୍ୟାପୀ ପାଳା ହବ ସତ୍ୟନାରାୟଣ ମହୋତ୍ସବରେ ଦେବଦେବ ମହାଦେବ ଶଙ୍କର ଭଗବାନ ଆଜ୍ଞା ଶକ୍ତି ପରମାବଶ୍ରମୀ ରାଧାରାଣୀ ଆଉ ତତ ସହିତ ମା ଶିବଙ୍କର ପ୍ରାଣପୂର୍ଣ୍ଣିମା ମା କୃଷ୍ଣଙ୍କର ପବିତ୍ର ଦରବାରରେ ପାଲାର ଆୟୋଜନ ପାଇଁ ଦିଦର ପାଲାବାଲା ପାଇଁ ଯେଉଁ ସତ୍ୟନାରାୟଣଙ୍କର ପୂଜାର ବ୍ୟବସ୍ଥା ହୁଏ ନୂଆ ହେଇକି ମଞ୍ଚ ତିଆରି ହେଇଛି ବୋଲି ଗୋଟା ବ୍ରାହ୍ମଣକୁ ଆପଣ ନିମନ୍ତ୍ରଣ କରିଥିବେ ଗୋସାଇ ଆସିବ ତମେ ପାଲାବାଲା ଦିଦର ଆସିବେ ସତ୍ୟନାରାୟଣଙ୍କର ପୂଜା ଆପଣ କରିବେ ଯୋଉ ସମ୍ମାନ ପାଇବ ଯଦି ଠେସି ହେଇକି ଗୋଟେ ବ୍ରାହ୍ମଣ ଆସିବ ତମ ଗାଁରେ ଭାତ ପାଲା ନୂଆ କରିକି କରୁଛ ମତେ ଡାକ ମୁଁ ପୂଜା କରିବି ସମ୍ମାନ ପାଇବ କନ୍ୟା ଜାମାତା ପୁରୋହିତ ପଦ୍ୟ ବୋଲେ ଡାକ୍ତର ଗୋଟେ ରୋଗୀ ପିଛା ଯଦି ଡାକ୍ତର ଆଜ୍ଞା 2 ଜଣ ଲାଗିବେ ସେ ରୋଗୀଟାକୁ ମାରିବେ କେହି ବଞ୍ଚେଇବେ ଆପଣଙ୍କ ପୁଅ ଦେହ ଭଲ ନାହିଁ ଝିଅ ଦେହ ଭଲ ନାହିଁ ଡାକ୍ତରଙ୍କ ପାଖରେ ପହଞ୍ଚିବେ କହିବେ ସାରେ ମୋ ପୁଅ ଦେହ ଭଲ ନାହିଁ ରାତି ଯାକ ଶୋଉନି ବାନ୍ତି କରୁଛି ଦେହରେ ତତଳା ତାତି ମୋ ଦେହଟାକୁ ଟିକେ ଦେଖନ୍ତୁ ଛୁଆଟାକୁ ଦେଖନ୍ତୁ ସେ ଡାକ୍ତର ଯୋଉ ସମ୍ମାନ ପାଏ ଯଦି ଆଜ୍ଞା ସବୁ ଯାକ ବେଗ ଭିତରେ ଭର୍ତ୍ତି କରିକି ଇଞ୍ଜେକ୍ସନ ସିରିଞ୍ଜ ପାରାସିଟାମଲ ଝାଡା ବଟିକା ବାନ୍ତି ବଟିକା ସବୁ ଧରି ଡାକ୍ତର ଟିକେ ବୋଲିବ ହେ ମୁଁ ଆଇଛି ତମ ଗାଁକୁ ମୁଁ ଭଲ ଡାକ୍ତର ମୁଁ ଭଲ ଇଞ୍ଜେକ୍ସନ ଦେଇ ଜାଣେ ମୁଁ ଭଲ ରୋଗ ଚିହ୍ନି ଜାଣେ ତମ ପିଲାକୁ ଡାକ କାହାର କଣ ରୋଗ ହଉଛି ମୁଁ ତାକୁ ଔଷଧ ଦେବି ସେ ମଧ୍ୟ ପଡ଼ିଛି କେତେବେଳେ ସମ୍ମାନ ପାଏ କନ୍ୟା ଜାମାତା ପୁରୋହିତ ବୈଦ୍ୟ ଗୁରୁ 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 ବୋଲି ଆମେ ସ୍ୱାଗତ କରିବା ଜଗତକୁ ଯଦି ଗୁରୁ ପଡ଼ିଆ ଦେଖେ ହେ ଯାଚି ହେ କହେ ମୁଁ ଗୁରୁ ହେବି ବୋଲି ମୋ ଭଳିଆ ଗୁରୁ ଜଗତରେ ନାହିଁ ମୁଁ ଭଲ ପାଏ ମୁଁ ଯେମିତି ଗାଉଛି ତତେ ସେମିତି ଶିଖେଇବି ତୋର ତ ହଉନି ତୁ ଶିଖେଇବୁ କଣ ଇଏ ଗୁରୁ ପଣିଆ ପଣ୍ଡିତେ କେବେ ରହେ କନ୍ୟା ଜାମାତା ପୁରୋହିତ ବିଦ୍ୟା ଗୁରୁ ପଣ୍ଡିତ ପଣିଆ ଯେ ଦେଖେ ହୁଏ ଯାଚି ହେଇକି ସେ ସମ୍ମାନ ପାଏ ଏ 6 ଜଣଙ୍କ ଭିତରେ ତମ ନାଟା ଅଛି ମୋ ନାଟା ଅଛି ତମେ ହଉଛି ଜୁଆଇ ତମେ ହଉଛ ଝିଅ ମତେ ତ ତମ ବାପା ନିମନ୍ତ୍ରଣ କରନି ତମକୁ ନିମନ୍ତ୍ରଣ କରିଛି ଆଉ କାହିଁକି ସେ ଗୋପା ଯୋଗ୍ୟ ଦେଖିବାକୁ ଯିବ ମୁଁ ମନା କରୁଛି ତମେ ଯିବନି ମୋତେ ଟିକେ ଅନୁମତି ଦିଅନ୍ତୁ ସ୍ୱାମୀ ବାପାଙ୍କ ଯୋଗ୍ୟ ଦେଖିବାକୁ ଯିବି ଯେତେ ମନା କରେ ମଧ୍ୟ ଆଜ୍ଞା ଝିଅଟା ପାଦ ତଳେ ପଇଲା ଗୋଟା ଧରଟା ବୁଝିବି କାହିଁକି ସ୍ୱାମୀ ଡଣ୍ଡପ ଭିଡ଼ରେ ଶୋଇଥାଉ ସୁବର୍ଣ୍ଣର ବାହୁଟି ପିନ୍ଧେଇଥାଉ 50 ଲକ୍ଷ ଟଙ୍କାର ଦାମୀ ଶାଢ଼ୀ ପିନ୍ଧେଇଥାଉ ବେକରେ ସୁବର୍ଣ୍ଣର ବାହୁଟି ହାତରେ ସୁବର୍ଣ୍ଣର ବାହୁଟି ବେକରେ ଦାମୀ ଅଳଙ୍କାର ଦେଇଥାଏ କିନ୍ତୁ ସବୁ ଝିଅମାନଙ୍କର ଗୋପା ଘର ଶାଢ଼ୀ ପଖାଳ ପାଇଁ ଇଚ୍ଛା ପୋଷଣ ଥାଏ गुरु चंडाल सब छुआ बसला बेले या बसैकी पड़ा गई कि नहीं मो पिला को खाली बसेब मो तम पिला को बसैबी नहीं बसैबी हमरा फिर बसै बापा माने जेते बुझेले सती की बुझेलानी भगवान शिव डाकिले 2 जन जने हला नंदी आउ जने हला प्रकृति काली गोटा प्रश्न कोन थिला वहिटे करूथिले नंदी कोठे पत्थर हेके पड़िथिला हेडी ए जो पत्थर तो पुछले पड़ी नंदी पत्थर हेके पड़िथला भैंसी पारे बाजीबो भैंसी बाजीले बंदी उद्धार हो अरे मो घर बिलेई मते नियाम बुझेलानी ओ सारे सारे करबी किछि कहिबे नंदी भोगीला केसिबो शिव डाकिले देखो शिव डाकिले जड़ा को जण कोना नंदी जण कोना भुरुकुटी ए बिला उठा उठा नंदी को उठाओ
ଯେତେ ମନା କଲା ପରେ ତ ମାର ମନ ଅଶାନ୍ତ, ସିଏ ବାପା ଯଜ୍ଞ ଦେଖିବାକୁ ଯିବ ଅଜା ଘରକୁ ନେଇକି ତମ ମା ଏମିତି ଗଲେ ପଣା ଜାଣେ ଏବେ ଭଗିନୀ ଚଳନ୍ତି ହୋ ଶିବଙ୍କର ପୁତ୍ରୀ ଷଣ୍ଢ ଉପରେ ବସିକି ଯିବେ। ଯିବ କେମିତି? ଜ୍ଞାନୀ ପୁରୁଷ ଶିବ ଜାଣି ପକେଇଲେ ଗଲେ ଇଏ ଗଲେ ଭଲ ହବନି। ରାଗ ହଉଛି ଶ୍ରୀ। ଶ୍ରୀରେ ରାଜୁବାବୁ ଚାରିଟା ଛାତ, ଗୋଟେ ହଉଛି ଧନା ଶ୍ରୀ, ଗୋଟେ ହଉଛି ବାକି ଶ୍ରୀ, ଗୋଟେ ହଉଛି ବଙ୍ଗଳା ଶ୍ରୀ, ମୁଁ ଯୋଉ ଶ୍ରୀ ଗାଇବି ସେ ଶ୍ରୀ ରାଗଣା ବହୁତ ଅକାଳ ଉଚ୍ଚାଟ ଭାବନା କୋଣରୀ ସ୍ୱୟଂ ଭୂତି ଦିଲେ ମନେ ଭଗବାନ ଶିବ ଆଖି ବୁଝିଲେ। ଧ୍ୟାନ ଗଲେ ଜାଣିଲେ ଗଲେ ଶୁଭ ନ ଗଲେ ଅଶୁଭ। ମୁଁ ଜାଣୁଛି ସେଠିକି ଯଦି ଯିବ ଭଲ ହବନି, ଯଦି ନ ଯିବ ଏଠି ମତେ ସୁଖରେ ଶାନ୍ତିରେ ରଖେଇଦବ। ଯଦି ଯିବ ବୋଲି ବାରମ୍ବାର ମନା କରିବା ସତ୍ତ୍ୱେ ଇଚ୍ଛା କରୁଛି ତାହେଲେ ଯାଅ। ନନ୍ଦୀ ଭୃକୁଟିକୁ ଡାକିଲେ କରେ ମୋ ସ୍ତ୍ରୀ ଶିବ ସ୍ତ୍ରୀ ଏଇ ରୂପରେ ଯିବ, ଏଇ ରୂପରେ ଯିବ। ଜଗତରେ ଚାରି ପ୍ରକାର ନାରୀ। ମୁଁ ଭୋଇ ଭାଇ କାଲି କହୁଥିଲେ, ଆପଣ କଣ ଶୁଣୁଥିଲେ? କୋଉ ସୁନ୍ଦର ଚାରି ପ୍ରକାର ନାରୀ ଭିତରୁ ଆଜ୍ଞା କୋଉ ସ୍ତ୍ରୀଟା ସୁନ୍ଦରୀ? ପଦ୍ମିନୀ ପଦ ଶୋଭାଞ୍ଚ ଉପଶାସ୍ତ୍ର, ମୁଖ ଶୋଭାଞ୍ଚ ଚିତ୍ରିଣୀ, ସଂଖ୍ୟିନୀ କେଶ ଶୋଭାଞ୍ଚ କୋଟି ଶୋଭାଞ୍ଚ ହସ୍ତିନୀ। ତୁ କିଛି ଭଲ ମତ ଜାଣ। ପଦ୍ମିନୀ ପଦ ଶୋଭା, ଜଗତ ଭିତରେ ଯେତେ ନାରୀ ମାନଙ୍କର ପାଦ ଦେଖିବୁ ସୁନ୍ଦର, ସେ ସବୁ ଯାକ ହଉଛନ୍ତି ପଦ୍ମିନୀ। ମୁଖ ଶୋଭାଞ୍ଚ ଚିତ୍ରିଣୀ, ଜଗତ ଭିତରେ ଯେତେ ସୁନ୍ଦରିଆ ମୁହଁ ଯୋଉ ଝିଅର, ଯୋଉ ନାରୀ ମାନଙ୍କର ମୁହଁ ଦେଖିବୁ ସୁନ୍ଦର, ସବୁ ଯାକ ହଉଛନ୍ତି ଚିତ୍ରିଣୀ। ସଂଖ୍ୟିନୀ କେଶ ଶୋଭା, ଯୋଉ ନାରୀ ମାନଙ୍କର କେଶ ରାଶି ସୁନ୍ଦର ଦେଖାଯାଏ। ତୋ ସ୍ତ୍ରୀର ଚୁଟି ଅଛି, ସେ ସବୁ ହଉଛନ୍ତି ଚିତ୍ରିଣୀ। ଆଉ ଯୋଉ ନାରୀଙ୍କର କୋଟି, କୋଟି କଣ କହିଲୁ? ଯୋଉ ନାରୀର କୋଟି ଦେଖିବୁ ସୁନ୍ଦର, ଚାଲିବା ଢଙ୍ଗ ସୁନ୍ଦର, ଏ ଅଣ୍ଟାଟା ସ୍ପୃଶ ହେଇଥାଏ, ସିଏ ହଉଛନ୍ତି ଆପଣ ମାନଙ୍କର ହସ୍ତିନୀ। ଚାରି ପ୍ରକାର ନାରୀ ମାନଙ୍କର ଚାରି ପ୍ରକାର ସୁନ୍ଦର ନୁହେଁ, ଚାରି ପ୍ରକାର କଥା। କଥା ବାବୁ ବସିଲେ ନେବିନି। ସୁନ୍ଦରୀ ହଉଛନ୍ତି ଶିବଙ୍କ ସ୍ତ୍ରୀ ମା ସତୀ। ଆଉ ଲକ୍ଷ୍ମୀଙ୍କର ପାଦ ଦେଖିବାକୁ ସୁନ୍ଦର। ପଦ୍ମିନୀ ପଦ ଶୋଭା, କୋଉ ନାରୀର ପାଦ ସୁନ୍ଦର?
ଲକ୍ଷ୍ମୀଙ୍କର ପାଦ ସୁନ୍ଦର ଲକ୍ଷ୍ମୀଙ୍କ ପାଦ ସୁନ୍ଦର ବୋଲି ନାରୀମାନେ ମାଣବସା ଗୁରୁବାର ଲକ୍ଷ୍ମୀ ମାର ପାଦକୁ ଝୋଟିରେ ଆଙ୍କନ୍ତି ପାଦକୁ ପୂଜା କରନ୍ତି ପଦ୍ମିନୀ ପଦ ଶୋଭାଞ୍ଚ ମୁଖ ଶୋଭାଞ୍ଚ ଚିତ୍ରିଣୀ ଶିବଙ୍କର ସ୍ତ୍ରୀ ହଉଛନ୍ତି ଆଜ୍ଞା ଚିତ୍ରିଣୀ ଜାତିକ ନାୟିକା ଶିବଙ୍କର ବିଷ୍ଣୁଙ୍କର ସ୍ତ୍ରୀ ଲକ୍ଷ୍ମୀ ସୁନ୍ଦରୀ ନୁହେଁ ସୁନ୍ଦରୀ ହଉଛନ୍ତି ଶିବଙ୍କ ସ୍ତ୍ରୀ କୋଉ ନାରୀର ଆଜ୍ଞା କେଶ ସୁନ୍ଦର ଚିତ୍ରିଣୀ କେଶ ଶୋଭାଞ୍ଚ ଚିତ୍ରିଣୀ ନାୟିକା କିଏ ଅନ୍ତର ପର ସ୍ତ୍ରୀ ରତି ରତି ହଉଛି ଚିତ୍ରିଣୀ ତା ଚୁଟି ଦେଖିବୁ ସୁନ୍ଦର କୋଟି ଶୋଭାସ୍ତ ହସ୍ତିନୀ ହସ୍ତି ନାୟିକା ରାବଣର ସ୍ତ୍ରୀ ମନ୍ଦୋଦରୀ ତା କୋଟିଟା ଭାରି ସୁନ୍ଦର ମୁଖ ସୁନ୍ଦର ଏକୁ ଏକ ଧନ୍ୟ କୁବେର ମଣ୍ଡଳ ଦେଖିବାକୁ ଏକ ସୁନ୍ଦରୀ ଅଳଙ୍କାର ଯାହା ପାଇ ଦିଶଇ ଶୂନ୍ୟ ଅଳଙ୍କାରରେ ସିଏ ହୋଇଛି ଧନ୍ୟ ରୂପରେ ବିମଣ୍ଡନ କଲା କୁବେର ଦେବତା ପୁଣିତେ ବିମଣ୍ଡନ କରି ନନ୍ଦୀ ଭ୍ରୁକୁଟି ଦି ପୁଅ ଯାକ ବୃଷଭ ଉପରେ ବସାଇ ମାକୁ ନେଇ ଯଜ୍ଞ ମଣ୍ଡପ ବାପା ଅଜାଙ୍କର ଯଜ୍ଞ କୁଣ୍ଡ ନିକଟରେ ବାହାରେ ଠିଆ ହେଲେ ବାହାରୁ ସତୀମା କାନରେ ଶୁଣିଲା ଓ ବିନ୍ଦାୟ ସ୍ୱାହା ଇଦ ବିନ୍ଦାୟ ଓ ବର୍ଣ୍ଣାୟ ସ୍ୱାହା ଇଦ ବର୍ଣ୍ଣାୟ ଓ ସତୀ ଗୋପାଳ ଦେହ ସ୍ୱାହା ତଣ୍ଟିଟାକୁ ଚିପି ଦେବି ଭୋର ଭୋର ନା ରାତି ରାତି এটা ভূ ভুবঃ স্বঃ তস্য বিতো বরেণ্য ভর্গো দেবস্য ধীমহি ধীমহি ধিয়ো জনঃ প্রচোদয়াৎ ব্রাহ্মণ মানে করে গায়ত্রী মন্ত্র বলা ভোরু ভোরু না রাত্রে ত্রবা মন্ত্র ন্যাস হলা বলে সতী ডাকিলা কলা হে নন্দী হে ভ্রকুটি এইଠି রহ পাদরে ଯିବି ରହିଗଲା ଆଜ୍ଞା ବୃଷଭରୁ ଓହ୍ଲେଇ ମା ଛାଡ଼ିଗଲା ଯଜ୍ଞ ମଣ୍ଡପ ନିକଟକୁ ଆଜ୍ଞା ଏଡ଼େ ବଡ଼ ସଭା ଯେମିତି ଆଜି ହେଇଛି ସେମିତିକା ସଭାରେ ପୁଣିତେ ସବୁ ଆସନ ଅଳଙ୍କୃତ ହୋଇ ପଡ଼ିଥିଲା ବେଳେ ଭଉଣୀ ସାନ ଝିଅ ଦେଖିଲା ପୁଣିତେ ସବୁ ଆସନ ପୁଣିତେ ହେଇଛି ପୂର୍ଣ୍ଣ ଦୁଇଟା ଆସନ ପଡ଼ିଛି ଖାଲି କଣ ଦେଖିଲା ମୋ ବାପାର ଆମେ 60ଟା ଝିଅ 60ଟା ଝିଅ 59ଟା ଝିଅ ସବୁ ଆସନରେ ବସିଛୁ ମୋ ବାପାର ଏଗାର ଜୁଆଇଁ ଭିତରୁ 10ଟା ଜୁଆଇଁ ବସିଛନ୍ତି ଯୋଡ଼େ ଆସନ ପଡ଼ିଛି ଖାଲି ଗୋଟେ ହଉଛି ବୋଧେ ହୁଏ ମୋର ଆଉ ଗୋଟେ ହଉଛି ମୋ ସ୍ୱାମୀ ହରି ଏଡ଼େ କପଟି ବାପା ମୋର ନିମନ୍ତ୍ରଣ କଲାନି ଡାକିଲାନି ନ ଡାକିଲା ନ ଡାକୁ ଦୁଃଖ ନାହିଁ ଏଡ଼େ ବଡ଼ ସମ୍ମାନ ସ୍ୱାମୀ ମତେ ଏଇଥିଲା କି ମନା କରୁଥିଲା ମୁଁ ବୁଝିପାଇଲିନି ବାବାର ଯଜ୍ଞ ଦେଖିବାକୁ ଆସିଲି କିନ୍ତୁ ଦେଖୁଛି ସଭାସଦ ବର୍ଗ ମଞ୍ଚରେ ଆସନ ପଡ଼ିଛି ଯୋଡ଼ାଏ ଖାଲି ଗୋଟାଏ ମୋ ଆଉ କାହାର ହେଇପା ଗୋଟାଏ ମୋର ଆଉ ଗୋଟାଏ ହେଇପାରେ ମୋ ସ୍ୱାମୀଙ୍କର ଏ ପ୍ରଶ୍ନ ପଚାରିବି କାହାକୁ ହାତ ଯୋଡ଼ି ବାପା ନିକଟରେ ପହଞ୍ଚିଗଲା ଝିଅଟା ଶିଳ୍ପ କାଠି ଧରିଥିଲା ଦକ୍ଷ ପୁଣିତେ ହାତରୁ ଶିଳ୍ପ କାଠିଟା ଖସି ପଡ଼ିଛି ମତେ ଚିହ୍ନି ପାରୁନୁ ଧନ୍ୟରେ ବୋପା ଝିଅକୁ କହୁଛ ଅଲକ୍ଷଣୀ ବିନା ନିମନ୍ତ୍ରଣ କରିଥିଲି ଗୋଟାଏ କଥା ପଚାରିବି ମତେ ଉତ୍ତର ଦେବ ଏଡ଼େ ବଡ଼ ସଭା ନିର୍ମାଣ କଲା ବେଳେ ଏଇ ଯୋଉ ସଭା କାର୍ଯ୍ୟ ଆପଣ ଆୟୋଜନ କରିଛନ୍ତି ଶିବ ବିନିମୟରେ ଯୋଉ ଯଜ୍ଞ କରୁଛନ୍ତି ଏଟା ମଙ୍ଗଳ ନା ଅମଙ୍ଗଳ ଶୁଣ ମଙ୍ଗଳ କର୍ତ୍ତା ଶିବ ମୋ ସ୍ୱାମୀକୁ ନିମନ୍ତ୍ରଣ ନ କରି ଏ ଯଜ୍ଞ କରିବାର ମାନେ କଣ ମତେ କୁହ ଏ ସଭାରେ ସବୁ ଆସନ ଅଳଙ୍କୃତ ଥିଲା ବେଳେ ଦଳେ ଆସନ ଖାଲି ପଡ଼ିବାର କାରଣ ଏ ଦିଟା ଆସନ ନା ଗୋଟେ ହଉଛି ତୋର ଗୋଟେ ହଉଛି ତୋ ସ୍ୱାମୀର ଆଉ ସହି ପାଇଲାନି ସେଠି କଣ ମୁଁ ଅପରାଧ କଲି କଣ ମୁଁ ଭୁଲ କଲି ମୋ ସ୍ୱାମୀ ତମର କଣ ଅସମ୍ମାନ କଲେ
ସଭାକୁ ସମସ୍ତଙ୍କୁ ନିମନ୍ତ୍ରଣ କଲା ବେଳେ କାହିଁକି ନିମନ୍ତ୍ରଣ କଲନି ଆଖିରେ ଲୁହ ଗଳିଲା ପୁଣି ଏତେ ଦକ୍ଷ କହିଲା ଶୁଣ ଶୁଣ ଯୋଉ ଦିନ ଠାରୁ ହେଇଛି ତତେ ତା ସାଙ୍ଗରେ ମୁଁ ବାହା ଦେଲି ସେଇଦିନଠୁ ବୁଝିଗଲି ମୋ ସାନ ଝିଅ ସତୀଟା ମୋ ପାଇଁ ମରିଯାଇଛି। ଅନେରା ଝିଅ କହିଲା ବାଃ ସେଇଟାକୁ ବାଦ ହେଇ ମୋ ଝିଅଟାକୁ ମୋ ଜୀବନଟା ବୃଥା ହେଇଗଲା। ଶିବ ନିନ୍ଦାକୁ କାନ ଡେରିକି ଶୁଣି ଝିଅଟା କହିଲା କଲା ବାବା କଥାଟା ସେତିକିରେ ରଖ। ତମେ କଣ ଜାଣିନଥିଲ ଶିବ ନଙ୍ଗୁଳିଆ? ତମେ କଣ ଜାଣିନଥିଲ ଶିବ ମଶାଣିରେ ରହନ୍ତି? ତମେ କଣ ଜାଣିନଥିଲ ଶିବ ହାଡ଼ ମାଳ ବେକରେ ବୁହନ୍ତି? କଲା ସବୁ ଜାଣି ଶୁଣି ସେ ଶିବ ଖୁରେ ମଧ୍ୟ ହରେ ପଡ଼ ପଡ଼ା ବଢ଼ି ହାୟ ବଡ଼ ସଭାରେ ଋଷି ମାନେ ଦେବତା ମାନେ ବସିଥିଲା ବେଳେ ଜୁଆଇ ମାନେ ବସିଥିଲା ବେଳେ ସ୍ୱାମୀ ନିନ୍ଦା କରିବାର ମାନେ ସନ୍ଥ ଶିରୋମଣି ମହାରାଜ ଗୋସ୍ୱାମୀ ତୁଳସୀ ମହାରାଜ ଜନ ଶମ୍ଭୁ ଶିବ ହବ ମନା ଜନ ଶମ୍ଭୁ ଏ ସାଧୁ ଅପମାନା ବିଷ୍ଣୁ ନିନ୍ଦା ବସେ ନରକେ ସମାନା ଶିବ ନିନ୍ଦା ସହିବେନି, ବିଷ୍ଣୁ ନିନ୍ଦା ସହିବେନି, ସାଧୁ ନିନ୍ଦା ସହିବେନି। ଜଣେ ସାଧୁ ନିନ୍ଦା କରୁଛି, ଜଣେ ଶିବ ନିନ୍ଦା କରୁଛି, ଜଣେ ବିଷ୍ଣୁ ନିନ୍ଦା କରୁଛି। ଆପଣ କହିବାର ସାମର୍ଥ୍ୟତା ଅଛି ତା ପାଟି ବନ୍ଦ କରନ୍ତୁ, ନହେଲେ ନିନ୍ଦାକୁ ଯଦି ଶୁଣିବାର ସାମର୍ଥ୍ୟତା ଅନୁଭବ କରି କାନରେ କାନ ଦେଇ ଦିଅନ୍ତୁ, ହାତ ଦେଇ ଦିଅନ୍ତୁ। ଏ ନିନ୍ଦା ବରଦାସ୍ତ କରୁନି। ହେ ଭଗବାନ ଶିବ ନିନ୍ଦା ସଭାରେ ତମେ ଶିବକୁ ବିନା ନିମନ୍ତ୍ରଣରେ ଯୋଉ ଯଜ୍ଞ କରୁଛ ଏ ଅମୁଳିଆ ଶିବ ଯଜ୍ଞ ମାନେ କଣ ହେଇପାରେ? ମୁଁ ବାପା ତମକୁ ଛାଡ଼ିବି ନା। ଦେବଦେବ ମହାଦେବଙ୍କର ପତ୍ନୀ ମା ସତୀ ନିଜ ବାପାକୁ ବାପା ହିସାବ ଦେଲା।